ସବୁବେଳେ ଲକ୍ଷ୍ୟ ଥାଏ ଯେ সোসাইটিରେ ଯଦି କିଛି ଗୋଟେ ପଜିଟିଭ୍ ଇମ୍ପାକ୍ଟ ଦେଇପାରିବ କାରଣ ସବୁବେଳେ ଉଦ୍ଦେଶ୍ୟ ପ୍ରଣୋଦିତ ହେବା ଦରକାର ଯାହା ବି କିଛି କରୁଛୁ ଆପଣ ଯେମିତି କହିଲେ ସବୁ ପଛରେ ଗୋଟେ ଫୋର୍ସ ରହିବା ଦରକାର ଏ ଫୋର୍ସଟା ଆମର ହେଉଛି ହୁଏତ ଆମେ ଯୋଉଟା କରିବୁ ସେଥିରେ ସୋସାଇଟିର କିଛି ପଜିଟିଭ୍ ଇମ୍ପାକ୍ଟ ଡେଫିନେଟଲି ଯେମିତି ଆମେ ନାରଦଙ୍କୁ ପ୍ରଥମ ସାମ୍ବାଦିକ ହୁଏ ନାରଦ ଯାହା ବି କରୁଥିଲେ ସୃଷ୍ଟିର ମଙ୍ଗଳ ପାଇଁ କରୁଥିଲେ ଦେଖନ୍ତୁ ନାରଦଙ୍କର ଯଦି ସାମ୍ବାଦିକ ଆପଣ ଦେଖିବେ ନାରଦଙ୍କର ଆକ୍ସେସ୍ ଥିଲା ବିଷ୍ଣୁଙ୍କର ବେଡରୁମ୍ ପର୍ଯ୍ୟନ୍ତ ଆଜ୍ଞା ଆଉ ନାରଦ ଯୋଉଟା କହିଲେ ସେଟା ଅସୁର ମାନେ ବିଶ୍ୱାସ କରୁଥିଲେ ଭଗବାନ ବି ବିଶ୍ୱାସ କରୁଥିଲେ ମାନେ ଉଭୟ ମାନେ ଆପଣ ଜଣେ ଜର୍ଣ୍ଣାଲିଷ୍ଟ ଆପଣ ଅପୋଜିସନ ପାର୍ଟିକୁ ଯୋଉ କଥାଟା କହିବେ ଅପୋଜିସନ ପାର୍ଟି ବାଲା କହିବେ ନାହିଁ ଆଶିଷ ବାବୁ କହିଛନ୍ତି ମାନେ ଠିକ ହେବ ରୁଲିଂ ପାର୍ଟି ମଧ୍ୟ କହିବ ନାହିଁ ଆଶିଷ ବାବୁ କହିଛନ୍ତି ଠିକ ହେବ ଆପଣ ଏବଂ ଆପଣ ଆକ୍ସେସଟା ପଲିଟିକାଲ ବିଷ୍ଣୁ ପଲିଟିକାଲ লিডର ମାନେ ଆଜି ଦିନରେ ଆପଣ ମାନେ ଶାସନ ଚଲାଉଥିଲେ ତେଣୁ ତାଙ୍କର ଆକ୍ସେସଟା ନାରଦ ସେଇ ପର୍ଯ୍ୟନ୍ତ ଥିଲା ନାରଦ କଂସ ନେଇକି ଯାଉଛି ନାରଦ ଭବିଷ୍ୟବାଣୀ ହେଉଛି ତ ନାରଦଙ୍କର କ୍ରେଡିବିଲିଟିଟା ଆଉ ନାରଦଙ୍କ ଆକ୍ସେସଟା ମାନେ କ୍ରେଡିବିଲିଟି ମାନେ ଯାହା କହିଲେ କେହି କ୍ରସ୍ ଚେକ୍ କରିବେ ଯେ ନାରଦ ଠିକ କହିଲେ କି ଭୁଲ କହିଲେ କି ବୁଝିଲ ସେମିତି ନାହିଁ ନାରଦ କହିଛନ୍ତି ନା ଦ୍ୟାଟ୍ ଇଜ ଟ୍ରୁ ସାମ୍ବାଦିକତା ସେଇଭଳିଆ ହେବା ଦରକାର ମାନେ ସମୟ ଉପଯୋଗୀ ଆଉ ଯୋଉଟା ଯାହା କହିଛନ୍ତି ଆଜି ଦିନରେ ବହୁତ ଖବର ସତ୍ୟ ଉପରେ ଆଧାରିତ ହେଇଥିବା ଦରକାର ସମୟ ଉପଯୋଗୀ ଆଜି ଦିନରେ ବହୁତ ଖବର ଦେଖି ଲୋକ କଣ ଭାବୁଛନ୍ତି ଏଟା ସତ କଣ ମିଛ ହେଇଥିବ ଟେଷ୍ଟିଂ ହେଉଛି ତା ମାନେ କଣ ତା ମାନେ କ୍ରେଡିବିଲ ସଂକଟ ହେଇଛି